ଆମର ଓଡ଼ିଶା ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଏବଂ ପୁଲିସ ଡିଜି ମହୋଦୟଙ୍କର ନିର୍ଦ୍ଦେଶ କ୍ରମେ ଗତ 13 ତାରିଖ ଠାରୁ ଫେବୃଆରୀ 13 ତାରିଖରୁ ଫେବୃଆରୀ 27 ତାରିଖ ପର୍ଯ୍ୟନ୍ତ ସାଇବର କବଚ ମାନେ ପକ୍ଷ ଗୋଟେ ପାଳନ କରାଯାଉଛି। ଏଥିରେ ଆମେ ଗୋଟେ ସ୍ପେଶାଲ ଡ୍ରାଇଭ୍ କରିବା ପାଇଁ ଆମକୁ ନିର୍ଦ୍ଦେଶ ରହିଛି। ଯେଉଁ ସ୍ପେଶାଲ ଡ୍ରାଇଭ୍ ବିଶେଷ କରି ମ୍ୟୁଲ୍ ଆକାଉଣ୍ଟ ଉପରେ ଆମେ ଗୋଟେ ସ୍ପେଶାଲ ଡ୍ରାଇଭ୍ କରୁଛୁ। ସମଗ୍ର ରାଜ୍ୟରେ ଯେମିତି କରାଯାଉଛି, ଗଜପତି ଜିଲ୍ଲା ପୁଲିସ ତରଫରୁ ମଧ୍ୟ এই ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଗୁଡ଼ିକରେ ଯେଉଁ ମ୍ୟୁଲ୍ ଆକାଉଣ୍ଟ ଗୁଡ଼ିକ ଖୋଲାଯାଇଛି ତା ଉପରେ ଆମେ ନିର୍ଦ୍ଦିଷ୍ଟ ଭାବରେ କେତେ ଗୁଡ଼ିଏ କେସ୍ କରିଛୁ। ପାରଳାଖେମୁଣ୍ଡି, ମୋହନା, କାଶୀନଗର, ଆର୍ ଉଦୟଗିରି, ଗାରାବନ୍ଦ ଏସବୁ ଥାନା ଅଞ୍ଚଳରେ ଥିବା କିଛି ବ୍ୟାଙ୍କରେ କିଛି ମ୍ୟୁଲ୍ ଆକାଉଣ୍ଟ ଖୋଲା ଯାଇଥିବାର ଖବର ଆମର ହସ୍ତଗତ ହେଇଛି। ୟାର ଉପରେ ଆମେ ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ଆମେ ଦେଖିବାକୁ ପାଇଲୁ ଯେ ଆମ ଜିଲ୍ଲାରେ ପ୍ରାୟ 49ଟି ଏଭଳି ବ୍ୟାଙ୍କ ଖାତା ଖୋଲାଯାଇଛି, ଯେଉଁଥିରେ କୌଣସି ସାଇବର କ୍ରାଇମ୍ର ଟଙ୍କା ପଇସା ଟ୍ରାଞ୍ଜାକ୍ସନ୍ ହେଇଥିବାର ନଜରକୁ ଆସିଛି। ଆମେ ସେଥିରୁ ବର୍ତ୍ତମାନ ସୁଦ୍ଧା 11ଟି ଆକାଉଣ୍ଟ ହୋଲ୍ଡରଙ୍କୁ ଭେରିଫାଏ କରିଛୁ ଏବଂ ସେମାନଙ୍କର ବ୍ୟାଙ୍କର ଖାତାରେ ଥିବା ଟଙ୍କା ଏବଂ ସମଗ୍ର 49ଟି ଯାକ ଆକାଉଣ୍ଟରେ ରହିଥିବା ଟଙ୍କା ଆମେ ଫ୍ରିଜ୍ କରୁଛୁ ଏବଂ ସେ ଟଙ୍କା ଗୁଡ଼ିକ କେଉଁ କେଉଁ ଆକାଉଣ୍ଟରୁ ତାଙ୍କ ପାଖକୁ ଆସିଛି, ସେ ବ୍ୟକ୍ତି କିଏ, କେଉଁ ଅର୍ଥରେ ତାଙ୍କୁ ଏ ପଇସା ଦେଇଛନ୍ତି, ଏ ବାବଦରେ ତଦନ୍ତ ଆମର ଜାରି ରହିଛି। ଏବେ ସୁଦ୍ଧା ସେଇ ଯେଉଁ 11 ଜଣ ବ୍ୟକ୍ତିଙ୍କୁ ଆମେ ଥାନାକୁ ଆଣି ତାଙ୍କ ସହିତ ପଚରା ଉଚରା କଲା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛୁ ଏବଂ ସେମାନଙ୍କୁ ଯେହେତୁ ଅପରାଧରେ 7 ବର୍ଷରୁ କମ୍ ସଜା ରହିଛି, ତେବେ ଆଇନର ବିଧି ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନୋଟିସ୍ ଦେଇ ଆମେ ଥାନାରୁ ଛାଡ଼ିଛୁ। ସେମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଖୁବ୍ ଶୀଘ୍ର ଆମେ ଦାଖଲ କରିବୁ। ଆମେ ଜନସାଧାରଣଙ୍କୁ କହିବାକୁ ଚାହିଁବୁ ଯେ ସାଇବର ଅପରାଧରେ ଇଏ ହେଉଛି ଗୋଟିଏ ଅଂଶ ବିଶେଷ, ଯେଉଁଥିରେ ମ୍ୟୁଲ୍ ଆକାଉଣ୍ଟ ନିରୀହ ଲୋକମାନଙ୍କ ନାଁରେ ସାଇବର କ୍ରିମିନାଲ ମାନେ ଖୋଲିଥାନ୍ତି। ତାଙ୍କୁ ସେ ବାବଦରେ ମାସକୁ କିଛି ଟଙ୍କା ସେମାନେ ପୈଠ କରିଥାନ୍ତି, କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ସେଥିରେ ଟ୍ରାଞ୍ଜାକ୍ସନ୍ ହେଇଥାଏ। ଆମେ ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କୁ ଜଣାଇବାକୁ ଚାହିଁବୁ ଯେ କୌଣସି ବ୍ୟକ୍ତି ଅନ୍ୟ କାହାର ପ୍ରରୋଚନାରେ ଏଭଳି ଆକାଉଣ୍ଟ ଖୋଲନ୍ତୁ ନାହିଁ, କାରଣ ଆପଣଙ୍କ ସେଇ ଆକାଉଣ୍ଟ ପାଇଁ ଆପଣଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଆଇନର ପରିସର ଭିତରକୁ ଆପଣଙ୍କୁ ମଧ୍ୟ ଯିବାକୁ ପଡ଼ିବ। ତେବେ ଏବେ ଯାଏ ଆମେ ଯେତିକି ବ୍ୟାଙ୍କରେ ଟଙ୍କା ଜମା ରହିଥିବାର ଦେଖିଛୁ ମ୍ୟୁଲ୍ ଆକାଉଣ୍ଟରେ, ଆମ ଜିଲ୍ଲାରେ ପ୍ରାୟ 4,15,000 ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଏଇ ଆକାଉଣ୍ଟ ମ୍ୟୁଲ୍ ଆକାଉଣ୍ଟ ଗୁଡ଼ିକରେ ରହିଛି। ସେଗୁଡ଼ିକୁ ଫ୍ରିଜ୍ କରିଦିଆଯାଇଛି। ଖୁବ୍ ଶୀଘ୍ର ତଦନ୍ତର ଅଗ୍ରଗତି ହେବ, ପୁଣି ଆପଣମାନଙ୍କୁ ଆମେ ପରବର୍ତ୍ତୀ ଘଟଣା ସମ୍ପର୍କରେ ଜଣାଇବୁ। ସବୁ ବ୍ୟକ୍ତିଗତ ନିର୍ଦ୍ଦିଷ୍ଟ ବ୍ୟାଙ୍କର ନାଁ କହିବା ଉଚିତ ହେବ ନାହିଁ, ତେବେ ନ୍ୟାସନାଲାଇଜ୍ ବ୍ୟାଙ୍କ ଗୁଡ଼ିକରେ ଏଇଭଳି ଆକାଉଣ୍ଟ ମଧ୍ୟ ଖୋଲାଯାଇଛି। ଏକ୍ଜାକ୍ଟଲି ଆମେ ମଧ୍ୟ ସେଇ ଆଧାରରେ ଆମର ତଦନ୍ତ କରୁଛୁ ଯେ ଏ ଟଙ୍କା ଯଦି କୌଣସି ଆକାଉଣ୍ଟରୁ ଆସିଛି, ସେ ବ୍ୟକ୍ତି କିଏ, ସେ କାହିଁକି ଆମକୁ ଟଙ୍କା ଦେଲେ, ସେ ଟଙ୍କା ସେ କେଉଁଠୁ ପାଇଲେ, ଏ ଉପରେ ଆମର ତଦନ୍ତ ବର୍ତ୍ତମାନ ଜାରି ରହିଛି। ତଦନ୍ତ ସରିଲେ ପୁଣି ଆପଣମାନଙ୍କୁ ମାନେ ସର୍ବଶେଷ ବିବରଣୀ ଆମେ ଆପଣଙ୍କୁ ଦେଇପାରିବୁ। ଏଥିରେ ନିଶ୍ଚିତ ଭାବରେ ଯଦି ଏ ଆକାଉଣ୍ଟ ଖୋଲିବାରେ କୌଣସି ବ୍ୟାଙ୍କ କର୍ମଚାରୀ ହୁଅନ୍ତୁ ବା ସରକାରୀ କର୍ମଚାରୀ ହୁଅନ୍ତୁ କାହାରି ହାତ ରହିଥିବ, କେହି ଚଞ୍ଚକତା କରି ଏଭଳି କାମ କରେଇଥିବେ, ତାହେଲେ ତାଙ୍କୁ ମଧ୍ୟ ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଖନ୍ତୁ, ଆମେ ଗୋଟିଏ ଆକାଉଣ୍ଟ ପାଇଁ ଗୋଟେ କେସ୍ କରୁନାହୁଁ। ଗୋଟେ ଥାନା ଅଞ୍ଚଳରେ ଯେତେ ଗୁଡ଼ିଏ ଏଇଭଳି ମ୍ୟୁଲ୍ ଆକାଉଣ୍ଟ ଖୋଲିଛି, ସେ ପାଇଁ ଗୋଟିଏ ଥାନାରେ ଗୋଟିଏ କେସ୍ କରାଯାଉଛି। ସେଇଭଳି ଆମ ପାଖରେ 49ଟି ଆକାଉଣ୍ଟ ପାଇଁ ଆମେ ବର୍ତ୍ତମାନ 4ଟି ଥାନାରେ କେସ୍ କରିଛୁ। ସେ ଥାନା ଗୁଡ଼ିକ ହେଲା ପାରଳାଖେମୁଣ୍ଡି, କାଶୀନଗର, ମୋହନା, ଆର୍ ଉଦୟଗିରି ଏବଂ ଗାରାବନ୍ଦ। 5ଟି ଥାନା ମଧ୍ୟରୁ ଆର୍ ଉଦୟଗିରିରେ ଯେଉଁ ଆକାଉଣ୍ଟ ଗୁଡ଼ିକ ଥିଲା, ଆମ ପାଖରେ ଯେଉଁ ସୂଚନା ଥିଲା, ସେ ଆଧାରରେ ଆମେ ବ୍ୟାଙ୍କରେ ଭେରିଫାଏ କରିକି ଜାଣିଲୁ ଯେ ସେଭଳି କୌଣସି ଆକାଉଣ୍ଟ ସେ ବ୍ୟାଙ୍କରେ ନାହିଁ।
ସେ ଆକାଉଣ୍ଟ ନମ୍ବର ଗୁଡ଼ିକ ଭୁଲ ଅଛି।